ସକାଳୁ ସକାଳୁ ଉଠି ସୁରେଖାଜୀ ମନ୍ଦିର ଯିବା ପାଇଁ ପ୍ରସ୍ତୁତ ହୋଇଗଲେ। ସେ ପ୍ରତିଦିନ ନିୟମିତ ଭାବେ ମନ୍ଦିରକୁ ଯାଆନ୍ତି। ଏବେ ଦ୍ୱାର ଅଳ୍ପ ଖୋଲା ହେବା ମାତ୍ରେ ଘଣ୍ଟିର ଶବ୍ଦ ହେଲା ଏବଂ ତାଙ୍କ ବୋହୂ ସୁମନର ଆଖି ଖୋଲିଗଲା। ବିରକ୍ତିପୂର୍ଣ୍ଣ ସ୍ୱରରେ ସେ ତାଙ୍କ ସ୍ୱାମୀ ରାଜୀବଙ୍କୁ କହିଲେ, "ମୋତେ ତ ବୁଝା ପଡ଼ୁନି ତୁମ ମାଆଙ୍କର କ'ଣ ଅସୁବିଧା। ସକାଳୁ ସକାଳୁ ଶୋଇବାକୁ ମଧ୍ୟ ଦିଅନ୍ତି ନାହିଁ। ଏବେ ତ ମୁଁ ତାଙ୍କର ପ୍ରତିଦିନ ସକାଳର ଖଟପଟରୁ ବିରକ୍ତ ହୋଇଗଲିଣି। ନିଜେ ତ ସକାଳୁ ମନ୍ଦିର ପାଇଁ ବାହାରି ଯାଆନ୍ତି, ଆଉ ଏହି ଚକ୍କରରେ ମୋ ନିଦ ଖରାପ କରିଦିଅନ୍ତି। ଦିନ ସାରା ଘରର ସବୁ କାମ ମୋତେ ହିଁ କରିବାକୁ ପଡ଼ୁଛି। ତା ଉପରେ ନିଦ ମଧ୍ୟ ପୂରା ହେବାକୁ ଦିଅନ୍ତି ନାହିଁ।" ପତ୍ନୀର କଥା ଶୁଣି ରାଜୀବର ନିଦ ମଧ୍ୟ ଭାଙ୍ଗିଗଲା। ସୁମନକୁ ବୁଝାଇବା ସ୍ୱରରେ କହିଲେ, "ସୁମନ, ତୁମେ କ'ଣ କହି ଚାଲିଛ? ଏମିତି ତ ନୁହେଁ ଯେ ଘରର ସବୁ ଭାର ତୁମେ ଏକା ବୋହୁଛ। ଝାଡ଼ୁ ପୋଛା ଓ ବାସନ ମାଜିବା ପାଇଁ ତ ଆମେ ଜଣେ ଚାକରାଣୀ ରଖିଛୁ। ଆଉ ମୋତେ ଭଲ ଭାବେ ଜଣାଅଛି ଯେ ପରିବା ସଫା କରିବା ଓ କାଟିବା ଭଳି କିଛି କାମ ମା ମଧ୍ୟ କରିଦିଅନ୍ତି। କିନ୍ତୁ ତୁମେ ତ ସକାଳୁ ସକାଳୁ ସବୁଦିନ ଅଭିଯୋଗ କରିବାରେ ଅଭ୍ୟାସ କରିଛ।" ସୁମନ ତୁରନ୍ତ ଜବାବ ଦେଲେ, "ଝାଡ଼ୁ ପୋଛା ଓ ବାସନ ସଫା ବାଦ ଦେଲେ ମଧ୍ୟ ଘରେ ଢେର କାମ ଥାଏ। ରାଜୀବ, ତୁମ ମା ତ ମନ୍ଦିରରେ 2-3 ଘଣ୍ଟା ବିତାଇ ଫେରନ୍ତି। ସେତେବେଳ ପର୍ଯ୍ୟନ୍ତ ମୁଁ ସବୁ କାମ ସାରି ଦେଇଥାଏ। ମୋତେ ତ ଗୋଟେ କଥା ବୁଝା ପଡ଼ୁନି, ଯେତେବେଳେ ତାଙ୍କର ଏ ଘରେ ଆଗ୍ରହ ହିଁ ନାହିଁ, ତେବେ ତୁମେ ତାଙ୍କୁ କୌଣସି ବୃଦ୍ଧାଶ୍ରମରେ ଛାଡ଼ି ଆସୁନାହଁ କାହିଁକି? ସେଠାରେ ତାଙ୍କ ବୟସର ସାଙ୍ଗମାନେ ମଧ୍ୟ ମିଳିବେ, ଆଉ ବୋଧହୁଏ ସେଠାରେ ତାଙ୍କୁ ଅଧିକ ଶାନ୍ତି ମିଳିବ।" ରାଜୀବ ମୁଣ୍ଡରେ ହାତ ଦେଇ କହିଲେ, "ସୁମନ, ମୁଁ ତୁମକୁ କେତେ ଥର ବୁଝାଇଛି ଯେ ମୋ ମାଆଙ୍କ ବିଷୟରେ ଏଭଳି କଥା କହିବା ବନ୍ଦ କର। ତାଙ୍କର ବୟସ ହେଲାଣି, ଆଉ ଯଦି ସେ ଅଳ୍ପ ସମୟ ପାଇଁ ମନ୍ଦିରକୁ ଯାଆନ୍ତି ତେବେ ଏଥିରେ ଖରାପ କ'ଣ? ଆଉ ସବୁଠାରୁ ବଡ଼ କଥା, ମୋତେ ତ ବୁଝା ପଡ଼ୁନି ଯେ ମୁଁ ତୁମ ସହ ତର୍କ କରି ନିଜ ମନ ଖରାପ କରୁଛି କାହିଁକି? ତୁମେ ତ ପ୍ରତିଦିନ ସକାଳେ ଏହି ତାମସା କରୁଛ। ଏବେ ଦୟାକରି ଅଳ୍ପ ସମୟ ଚୁପ୍ ରହି ମୋତେ ଶାନ୍ତିରେ ଶୋଇବାକୁ ଦିଅ।" ରାଜୀବ ବିରକ୍ତ ସ୍ୱରରେ କହି ପାର୍ଶ୍ୱ ବଦଳାଇ ଶୋଇପଡ଼ିଲେ। ସୁରେଖାଜୀ ଯେ ଦୁଆର ପାଖରେ ଠିଆ ହୋଇଥିଲେ, ତାଙ୍କ ପୁଅ ଓ ବୋହୂର ସମସ୍ତ କଥାବାର୍ତ୍ତା ଶୁଣିସାରିଥିଲେ। ତାଙ୍କ ମନ ଭାରୀ ହୋଇଗଲା, କିନ୍ତୁ ସେ ଏସବୁ ଶୁଣିବାରେ ଅଭ୍ୟସ୍ତ ହୋଇସାରିଥିଲେ। ତାଙ୍କୁ ଭଲ ଭାବେ ଜଣାଥିଲା ଯେ ସୁମନର ଏହା ପ୍ରତିଦିନର କାମ। ସେ ଘରର ପରିବେଶକୁ ଏମିତି କରିଦେଇଥିଲା ଯେ ସେଠାରେ କେହି ମଧ୍ୟ ଶାନ୍ତିରେ ରହିପାରୁନଥିଲେ। ଏହି କାରଣରୁ ନିଜ ମନକୁ ଅଳ୍ପ ଶାନ୍ତ କରିବା ଏବଂ କିଛି ମୁହୂର୍ତ୍ତ ଶାନ୍ତିରେ ବିତାଇବା ପାଇଁ ସୁରେଖାଜୀ ପ୍ରତିଦିନ ସକାଳେ ମନ୍ଦିରକୁ ଯାଉଥିଲେ। ସେଠାରେ ତାଙ୍କୁ କେବଳ ଈଶ୍ୱରଙ୍କ ସାମ୍ନାରେ ଶାନ୍ତି ମିଳୁଥିଲା ତାହା ନୁହେଁ, ବରଂ ଘରର ଏହି କଳହପୂର୍ଣ୍ଣ ପରିବେଶରୁ ମଧ୍ୟ ଅଳ୍ପ ଆରାମ ମିଳୁଥିଲା। ବହୁତ ବର୍ଷ ତଳେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇସାରିଥିଲା। ଏକମାତ୍ର ପୁଅ ରାଜୀବ ବ୍ୟତୀତ ତାଙ୍କର ଆଉ କିଏ ବି ନଥିଲା। ବିବାହର 10 ବର୍ଷ ପରେ ବହୁତ ପ୍ରାର୍ଥନା ପରେ ତାଙ୍କ ପୁଅ ରାଜୀବର ଜନ୍ମ ହୋଇଥିଲା। ଯେମିତି ଈଶ୍ୱରଙ୍କ କୃପାରୁ ତାଙ୍କ ଜୀବନ ପୂର୍ଣ୍ଣ ହୋଇଥିଲା। ଯଦି ସେ ତାଙ୍କ ପୁଅ ସହିତ ନ ରହୁଥାନ୍ତେ ତେବେ ଆଉ କୁଆଡ଼େ ଯାଇଥାନ୍ତେ? ରାଜୀବ ମଧ୍ୟ ତାଙ୍କ ମାଙ୍କ ପ୍ରତ୍ୟେକ ଛୋଟ ବଡ଼ ଆବଶ୍ୟକତାର ପୂର୍ଣ୍ଣ ଧ୍ୟାନ ରଖୁଥିଲା। ସେ ତାଙ୍କର ଯତ୍ନ ନେବା ପାଇଁ ଯଥାସମ୍ଭବ ସବୁ ଚେଷ୍ଟା କରୁଥିଲା। ରାଜୀବ ଓ ସୁମନର ଏକ ସୁନ୍ଦର ପୁଅ ଥିଲା, ସୋନୁ, ଯାହାକୁ ତାର ଜେଜେମାଙ୍କ ସାଥିରେ ରହିବା ବହୁତ ପସନ୍ଦ ଥିଲା। ସେ ତାର ଜେଜେମାଙ୍କ ସହିତ ହସିବା, କଥାବାର୍ତ୍ତା କରିବା, ତାଙ୍କ କାହାଣୀ ଶୁଣିବା ଏବଂ ତାଙ୍କ ସହିତ ସମୟ ବିତାଇବାକୁ ବହୁତ ପସନ୍ଦ କରୁଥିଲା। କିନ୍ତୁ ସୁମନକୁ ତାର ଶାଶୁଙ୍କ ଉପସ୍ଥିତି ଆଦୌ ପସନ୍ଦ ନଥିଲା। ସୋନୁ ତାର ଜେଜେମାଙ୍କୁ ଏତେ ଅଧିକ ଭଲ ପାଉଥିଲା ଯେ ଗୋଟେ ମୁହୂର୍ତ୍ତ ମଧ୍ୟ ସେ ତାଙ୍କ ବିନା ବିତାଇବାକୁ ଚାହୁଁନଥିଲା। ଏହି କଥା ସୁମନକୁ ବିଲକୁଲ ବି ଭଲ ଲାଗୁନଥିଲା। ରାଜୀବ ଯେତେବେଳେ ସନ୍ଧ୍ୟାରେ ଅଫିସରୁ ଫେରୁଥିଲେ, ସୁମନ ତାଙ୍କ ସାମ୍ନାରେ ବାରମ୍ବାର ଗୋଟେ ହିଁ କଥା କହୁଥିଲା, "ମୁଁ ତୁମ ମାଙ୍କ କାମ କରି କରି ଥକି ଗଲିଣି। ତୁମ ମା ତ ଦିନ ସାରା ପଡ଼ି ରହି କାଶୁଛନ୍ତି। ଏବେ ମୋତେ ତାଙ୍କଠାରୁ ମୁକ୍ତି ଦରକାର।" ସୁରେଖାଜୀ ସବୁବେଳେ ଚାହୁଁଥିଲେ ଯେ ତାଙ୍କ ବୋହୂ ସୁମନଙ୍କ ଉପରେ ଘରର କାମର ଭାର ଯଥାସମ୍ଭବ କମ୍ ରହୁ। ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଠିକ୍ ଥାଏ, ସେ ସୁମନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ କାମରେ ହାତ ବଢ଼ାଉଥିଲେ। ଯଦି ଚାକରାଣୀ ଛୁଟିରେ ଥାଏ, ତେବେ ସେ ବିନା କୌଣସି ସଂକୋଚରେ ବାସନ ମାଜିବାଠାରୁ ଆରମ୍ଭ କରି ଘରର ଅନ୍ୟ ଦାୟିତ୍ୱ ମଧ୍ୟ ସମ୍ଭାଳି ନେଉଥିଲେ, ଯାହାଦ୍ୱାରା ସୁମନକୁ ଆଦୌ ଅସୁବିଧା ହେବ ନାହିଁ। ତାଙ୍କର ଚେଷ୍ଟା ଥାଏ ଯେ ଘରର ପରିବେଶ ଶାନ୍ତିପୂର୍ଣ୍ଣ ରହୁ ଏବଂ ବୋହୂକୁ କୌଣସି ଅଭିଯୋଗର ସୁଯୋଗ ନ ମିଳୁ। କିନ୍ତୁ ସୁମନର ମନରେ ତ ଯେମିତି ସୁରେଖାଜୀଙ୍କୁ ବୃଦ୍ଧାଶ୍ରମକୁ ପଠାଇବାର ଚିନ୍ତା ସମ୍ପୂର୍ଣ୍ଣ ରୂପେ ସ୍ଥାୟୀ ହୋଇଯାଇଥିଲା। ଏହି କଥା ଘରେ ସବୁବେଳେ କଳହର ପରିବେଶ ସୃଷ୍ଟି କରି ରଖିଥିଲା। ସୁମନର ଏହି ଜିଦ୍ ରାଜୀବକୁ ଆଦୌ ସହ୍ୟ ନଥିଲା। ସେ ନିଜ ମାଙ୍କୁ ବୃଦ୍ଧାଶ୍ରମକୁ ପଠାଇବା କଥା ଶୁଣି ରାଗରେ ଜ୍ୱଳି ଉଠୁଥିଲେ ଏବଂ ଏହି କଥାରେ ତାଙ୍କର ସୁମନଙ୍କ ସହ ବାରମ୍ବାର ଝଗଡ଼ା ହେଉଥିଲା। ଏହି କଥା ହିଁ ତାଙ୍କ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ାର ମୁଖ୍ୟ କାରଣ ହୋଇପଡ଼ିଥିଲା। ଏହିପରି ମାସ ମାସ ଓ ବର୍ଷ ବର୍ଷ ଧରି କୌଣସି ସମାଧାନ ବିନା ଏହି ପରିସ୍ଥିତି ଚାଲିଥିଲା। ଆଜି ସୁମନଙ୍କ ଘରେ
ତାଙ୍କର କିଛି ସମ୍ପର୍କୀୟ ଆସିଥିଲେ। ଠିକ୍ ସେହି ସମୟରେ ସୁରେଖାଜୀଙ୍କୁ କାଶ ହେବାକୁ ଲାଗିଲା। ସେ ବହୁତ ସମୟ ପର୍ଯ୍ୟନ୍ତ ଜୋରରେ କାଶୁଥିଲେ। ସେହି ସମୟରେ ତ ସୁମନ କିଛି କହିଲେ ନାହିଁ, କିନ୍ତୁ ରାତିରେ ଯେତେବେଳେ ରାଜୀବ ଘରକୁ ଫେରିଲେ ସୁମନ ପୁଣି ହଙ୍ଗାମା ଆରମ୍ଭ କରିଦେଲେ ଏବଂ ଜିଦ୍ ଧରିଲେ ଯେ ଏବେ ସେ ତାଙ୍କ ମାଆଙ୍କୁ ବୃଦ୍ଧାଶ୍ରମକୁ ପଠାଇ ହିଁ ଶାନ୍ତି ପାଇବେ। ରାତିରେ ଯେତେବେଳେ ସମସ୍ତେ ଶୋଇପଡ଼ିଥିଲେ ରାଜୀବ ପାଣି ପିଇବା ପାଇଁ ନିଜ କୋଠରୀରୁ ବାହାରକୁ ଆସିଲେ। ଦେଖିଲେ ତ ମାଆଙ୍କ କୋଠରୀରେ ଆଲୁଅ ଜଳୁଛି। ରାଜୀବ ଭିତରକୁ ଯାଇ ଦେଖିଲେ ତାଙ୍କ ମା ବାପାଙ୍କ ଫଟୋଟିକୁ ହାତରେ ଧରି ବସିଛନ୍ତି। ତାଙ୍କ ଆଖିରେ ଲୁହ ଥିଲା ଏବଂ ସେ କୌଣସି ଗଭୀର ଚିନ୍ତାରେ ମଗ୍ନ ଥିଲେ। ରାଜୀବ ତାଙ୍କ ମାଆଙ୍କ ପାଖକୁ ଯାଇ ତାଙ୍କ କୋଳରେ ମୁଣ୍ଡ ରଖି ଶୋଇପଡ଼ିଲେ। କ'ଣ ହେଲା ମା? କିଛି ଅସୁବିଧା ଅଛି କି? ପୁଅ, ମୁଁ ଭାବୁଛି ଯେ କେବଳ ମୋ କାରଣରୁ ତୁମେ ଦୁହେଁ ପ୍ରତିଦିନ ଝଗଡ଼ା କରୁଛ। ଘରର ପରିବେଶରେ ସବୁବେଳେ ଅଶାନ୍ତି ଲାଗି ରହିଥାଉଛି। ମୁଁ ତ ମୋ ଜୀବନ ବଞ୍ଚି ସାରିଛି। ରାଜୀବ, ଏବେ ମୋ ମନରେ ଗୋଟିଏ ହିଁ ଇଚ୍ଛା ବାକି ଅଛି। ତୁମେ ସମସ୍ତେ ଏକାଠି ହସ ଖୁସିରେ ରହି ପ୍ରେମ ଓ ଶାନ୍ତିରେ ଜୀବନ ଅତିବାହିତ କର। ଏହି ପ୍ରତ୍ୟେକ ଦିନର ଝଗଡ଼ା ଓ ମନମାଳିନ୍ୟ ଭଲ କଥା ନୁହେଁ। ତେଣୁ ମୁଁ ନିଷ୍ପତ୍ତି ନେଇଛି ଯେ ତୁମେ ମୋତେ ଋଷିକେଶର ବୃଦ୍ଧାଶ୍ରମରେ ଛାଡ଼ି ଆସ। ସେଠାରେ ବୋଧହୁଏ ମୋତେ କିଛି ଶାନ୍ତି ମିଳିବ ଆଉ ତୁମ ଘର ମଧ୍ୟ ଶାନ୍ତି ରହିବ। ନିଜ ମାଆଙ୍କ ଏହି କଥା ଶୁଣି ରାଜୀବଙ୍କ ଆଖିରେ ଲୁହ ଆସିଗଲା ଏବଂ କାନ୍ଦି କାନ୍ଦି ସେ କହିଲେ, କିନ୍ତୁ ମା, ମୁଁ ବଞ୍ଚିଥାଉ ଥାଉ ତୁମକୁ ମୋ ଠାରୁ ଅଲଗା କିପରି କରିପାରିବି? ମୋ ପାଇଁ ତ ମୋ ମା ମୋ ଜୀବନଠାରୁ ମଧ୍ୟ ଅଧିକ ପ୍ରିୟ। ଆଜି ମୁଁ ଯାହା କିଛି ଅଛି ତାହା କେବଳ ତୁମ ପରିଶ୍ରମର ଫଳ। ମୁଁ ତୁମର ଋଣରୁ କେବେ ମୁକ୍ତ ହୋଇପାରିବି ନାହିଁ। କିନ୍ତୁ ପୁଅ, ଏହି ଘରର କଳହପୂର୍ଣ୍ଣ ପରିବେଶ ମୋତେ ମଧ୍ୟ ଭଲ ଲାଗୁନାହିଁ। ଆଉ ମୁଁ ସବୁଦିନ ପାଇଁ ତ ଯାଉନାହିଁ, ମୁଁ କେବଳ କିଛି ସମୟ ପାଇଁ ସେଠାକୁ ଯିବାକୁ ଚାହୁଁଛି। ଯେତେବେଳେ ଏହି ଘରର ପରିବେଶ ଶାନ୍ତ ହେବ ତୁ ମୋତେ ଫେରାଇ ଆଣିବୁ। ଆଉ ଆଜିକାଲି ତ ବୃଦ୍ଧାଶ୍ରମ ଗୁଡ଼ିକରେ ମଧ୍ୟ ଭଲ ସୁବିଧା ଦିଆଯାଉଛି। ସେଠାରେ ମୋ ବୟସର ଲୋକମାନଙ୍କୁ ପାଇଲେ ମୋ ମନ ମଧ୍ୟ ଲାଗି ରହିବ। ତାପରେ ଋଷିକେଶ ବି ଅଧିକ ଦୂର ନୁହେଁ। ତୁମମାନଙ୍କୁ ଯେତେବେଳେ ମନେ ପଡ଼ିବ ମୋ ସହ ଦେଖା କରିବାକୁ ଆସିବ। ରାଜୀବ ତାର ମାଆଙ୍କ କଥା ଶୁଣୁଥାଏ ଓ ତାଙ୍କ ମୁହଁ ଆଡ଼କୁ ଲଗାତାର ଦେଖୁଥାଏ। ତାଙ୍କ ମୁହଁରେ ମୃଦୁ ହସ ଥାଏ, କିନ୍ତୁ ତାଙ୍କ ଆଖିରେ ଲୁଚି ରହିଥିବା ଲୁହର ସମୁଦ୍ରକୁ ରାଜୀବ ସ୍ପଷ୍ଟ ଦେଖିପାରୁଥାଏ। ପରିସ୍ଥିତିରେ ବାଧ୍ୟ ହୋଇ ରାଜୀବ ଚୁପଚାପ ନିଜ ରୁମକୁ ଫେରି ଶୋଇପଡ଼ିଲା। ନିଦ ତାର ଆଖିରୁ ଏବେ କୋଷ ଦୂରକୁ ଚାଲିଯାଇଥିଲା। ମାଆଙ୍କ କଥାଗୁଡ଼ିକ ତାର ମନରେ ଗୁଞ୍ଜରି ଉଠୁଥିଲା ଓ ସେ ଅଜାଣତରେ ଅତୀତର ସ୍ମୃତିମାନଙ୍କରେ ହଜିଯାଇଥିଲା। ତାର ମନ ସେହି ପୁରୁଣା ଦିନମାନଙ୍କର ପୃଷ୍ଠାଗୁଡ଼ିକୁ ଓଲଟାଇବାକୁ ଲାଗିଲା, ଯେତେବେଳେ ସେ ମାତ୍ର 5 ବର୍ଷର ଥିଲା। ସେହି ଛୋଟ ବୟସରେ ହିଁ ତାର ବାପାଙ୍କର ଦେହାନ୍ତ ହୋଇଯାଇଥିଲା ଓ ସୁରେଖାଜୀଙ୍କ ଉପରେ ଯେପରି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। ସମ୍ପର୍କୀୟମାନେ ତାଙ୍କ ଉପରେ ଦ୍ୱିତୀୟ ବିବାହର ଚାପ ଦେଇଥିଲେ। କହିଥିଲେ ଯେ ଏତେ କମ୍ ବୟସରୁ ଏକାକୀ ଜୀବନ କାଟିବା ସହଜ ନୁହେଁ। କିନ୍ତୁ ସୁରେଖାଜୀ ଦୃଢ଼ ନିଶ୍ଚୟ କରିଥିଲେ ଯେ ସେ ଦ୍ୱିତୀୟ ବିବାହ କରିବେ ନାହିଁ। ତା ବଦଳରେ ସେ ନିଜେ ନିଜର ଏକମାତ୍ର ପୁଅ ରାଜୀବକୁ ମା ଓ ବାପା ଦୁହିଁଙ୍କର ପ୍ରେମ ଦେବାର ପ୍ରତିଜ୍ଞା ନେଇଥିଲେ। ସେ ଅଧିକ ପଢ଼ି ଲେଖି ନଥିଲେ, କିନ୍ତୁ ତାଙ୍କ ହାତରେ ଯାଦୁ ଥିଲା। ସେ ଏତେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରୁଥିଲେ ଯେ କେହି ବି ତାରିଫ ନ କରି ରହିପାରୁନଥିଲେ। ଏହି ପ୍ରତିଭାକୁ ସେ ନିଜର ଶକ୍ତି କରିଥିଲେ ଓ ଘରୁ ହିଁ ଟିଫିନ୍ ସର୍ଭିସ୍ ଆରମ୍ଭ କରିଥିଲେ। ଏହା କରି ସେ ରାଜୀବର ମଧ୍ୟ ଭଲ ଭାବେ ଯତ୍ନ ନେଇ ପାରୁଥିଲେ। ନା ସକାଳ ଦେଖୁଥିଲେ ନା ସନ୍ଧ୍ୟା। କଠିନ ପରିଶ୍ରମ କରି ସେ ନିଜ ପୁଅକୁ ପଢ଼ାଇ ଲେଖାଇ ଏତେ ଯୋଗ୍ୟ କରିଥିଲେ ଯେ ଆଜି ସେ ଏକ ସରକାରୀ ବ୍ୟାଙ୍କରେ ମ୍ୟାନେଜର ପଦରେ ଅଧିଷ୍ଠିତ। ରାଜୀବ ତାର ମା ସୁରେଖାଜୀଙ୍କ ଜୀବନର ସଂଘର୍ଷକୁ ନିକଟରୁ ଦେଖିଥିଲା। ତାଙ୍କର ପରିଶ୍ରମ, ତ୍ୟାଗ ଓ ସଂଘର୍ଷର ଗଭୀର ଛାପ ରାଜୀବର ମନ ଉପରେ ଥିଲା। ଏହି କାରଣରୁ ସେ ଚାହୁଁଥିଲା ଯେ ତାର ପତ୍ନୀ ସୁମନ ଚାକିରି ନ କରି ଘରର ଦାୟିତ୍ୱ ନେଉ ଓ ତାର ମାଆଙ୍କର ଯତ୍ନ ନେଉ ଓ ସମ୍ମାନ କରୁ। ସେ ନିଜ ମାଆଙ୍କ ପାଇଁ ଏକ ଶାନ୍ତ ଓ ସମ୍ମାନଜନକ ଜୀବନ ଚାହୁଁଥିଲା। କିନ୍ତୁ ରାଜୀବର ଏହି ମାତୃଭକ୍ତିପୂର୍ଣ୍ଣ ଭାବନା ସୁମନକୁ ଆଦୌ ପସନ୍ଦ ନଥିଲା। ତାଙ୍କୁ ଏହା ମୋଟେ ଭଲ ଲାଗୁନଥିଲା ଯେ ରାଜୀବ ତାର ମାଆଙ୍କୁ ଏତେ ଗୁରୁତ୍ୱ ଦେଉଛି। ଆଉ ଯେଉଁ କଥା ସୁମନକୁ ଅଧିକ ବିରକ୍ତି ଲାଗୁଥିଲା ତାହା ଥିଲା ତାର ପୁଅ ସୋନୁର ନିଜ ଜେଜେମାଙ୍କ ପ୍ରତି ପ୍ରେମ ଓ ଆଗ୍ରହ। ସୋନୁ ନିଜ ମାଆଙ୍କ ଅପେକ୍ଷା ଜେଜେମାଙ୍କ ସହ ଅଧିକ ସମୟ ବିତାଇବାକୁ ପସନ୍ଦ କରୁଥିଲା। ତାଙ୍କ କଥା ଶୁଣୁଥିଲା ଓ ତାଙ୍କ କୋଳରେ ସୁଖ ପାଉଥିଲା। ଏସବୁ ସୁମନର ମନରେ ଈର୍ଷା ଓ ଚିଡ଼ଚିଡ଼ା ଭାବ ସୃଷ୍ଟି କରିଥିଲା। ଫଳସ୍ୱରୂପ ସୁମନର ବ୍ୟବହାର ଦିନକୁ ଦିନ ଅଧିକ ତୀକ୍ଷ୍ଣ ହେବାକୁ ଲାଗିଲା। ସେ ନିଜ ଶାଶୁ ସୁରେଖାଜୀଙ୍କ ଉପରେ ତୀକ୍ଷ୍ଣ ବ୍ୟଙ୍ଗ ଆରମ୍ଭ କରିଥିଲେ ଓ ନିଜର କଟୁ ଶବ୍ଦରେ ତାଙ୍କୁ ବାରମ୍ବାର ଆଘାତ ଦେବାକୁ ଲାଗିଥିଲେ। କିନ୍ତୁ ସୁରେଖାଜୀ ସହନଶୀଳତାର ମୂର୍ତ୍ତି ଥିଲେ। ଶେଷରେ ନିଜ ବୋହୂର ମୁହଁରୁ କଟାକ୍ଷ ଶୁଣି ଶୁଣି ସୁରେଖାଜୀଙ୍କର ଅନ୍ତର୍ମନ ଧୀରେ ଧୀରେ ଭାଙ୍ଗିବାକୁ ଲାଗିଲା। ଧୀରେ ଧୀରେ ସେ ଅସୁସ୍ଥ ରହିବାକୁ ଲାଗିଲେ। ପ୍ରାୟତଃ
କାଶିବା ସମୟରେ ତାଙ୍କୁ ବାନ୍ତି ହେଉଥିଲା। ଏବେ ତ ବୋହୂ ତାଙ୍କୁ ଘୃଣା ଦୃଷ୍ଟିରେ ଦେଖିବାକୁ ଲାଗିଥିଲା ଓ ନିଷ୍ପତ୍ତି ନେଇଥିଲା ଯେ ସେ ନିଜ ଶାଶୁଙ୍କୁ ବୃଦ୍ଧାଶ୍ରମକୁ ପଠାଇ ହିଁ ଶାନ୍ତି ପାଇବ। ଫଳସ୍ୱରୂପ ସୁରେଖାଜୀ ହାର ମାନି ନିଜେ ହିଁ ବୃଦ୍ଧାଶ୍ରମକୁ ଯିବାକୁ ପ୍ରସ୍ତୁତ ହୋଇଗଲେ। ରାଜୀବ ମଧ୍ୟ ଏହା ବୁଝିଗଲା ଯେ ତାର ମାଙ୍କୁ ଏହି ଘରେ ଶ୍ୱାସରୁଦ୍ଧ ହୋଇ ବଞ୍ଚିବାକୁ ପଡୁଛି, ଯେଉଁ କାରଣରୁ ତାଙ୍କର ଦେହ ଖରାପ ହେବାକୁ ଲାଗିଛି। ପରିସ୍ଥିତିରେ ପରାସ୍ତ ହୋଇ ରାଜୀବ ତାର ମାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିବାକୁ ପ୍ରସ୍ତୁତ ହେଲା। କିନ୍ତୁ ସୋନୁ ନିଜ ଜେଜେମାଙ୍କ ବୃଦ୍ଧାଶ୍ରମକୁ ଯିବା କଥା ଶୁଣି ତୁରନ୍ତ ତାର ଜେଜେମାଙ୍କୁ ଜାବୁଡ଼ି ଧରିଲା। ମୁଁ ଜେଜେମାଙ୍କୁ କୁଆଡ଼େ ଯିବାକୁ ଦେବି ନାହିଁ। ଜେଜେମା ମୋ ସାଙ୍ଗରେ ରହିବେ। ଚିତ୍କାର କରି ସେ ଜୋରରେ ଜୋରରେ କାନ୍ଦିବାକୁ ଲାଗିଲା। ତାକୁ କାନ୍ଦୁଥିବା ଦେଖି ରାଜୀବ ମଧ୍ୟ ନିଜ ହୃଦୟକୁ ସମ୍ଭାଳି ପାରିଲେ ନାହିଁ। କିନ୍ତୁ ତାପରେ ସେ ନିଜ ପୁଅକୁ ବୁଝାଇଲେ, ସୋନୁ, ଜେଜେମାଙ୍କୁ କିଛି ସମୟ ପାଇଁ ଆରାମର ଆବଶ୍ୟକତା ଅଛି। କିଛି ସମୟ ପରେ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଠିକ୍ ହେବ, ଆମେ ତାଙ୍କୁ ସେଠାରୁ ଘରକୁ ଆଣିବୁ। ଶେଷରେ ହୃଦୟ ଉପରେ ପଥର ରଖି ରାଜୀବ ତାର ମାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଆସିଲା। ସୁରେଖାଜୀଙ୍କ ଘରୁ ଚାଲିଯିବା ପରେ ରାଜୀବ ଓ ସୋନୁ ବହୁତ ଦୁଃଖୀ ହୋଇଗଲେ। କିନ୍ତୁ ସୁମନଙ୍କ ଖୁସିର ସୀମା ନଥିଲା। ସୋନୁ ପ୍ରତିଦିନ ସ୍କୁଲରୁ ଫେରିବା ପରେ ଗୁମସୁମ ହୋଇ ନିଜ ଜେଜେମାଙ୍କ କୋଠରୀରେ ବସି ରହୁଥିଲା। ସୁମନ ତାକୁ ବହୁତ ବୁଝାଉଥିଲା ଯେ ସେ ତା ପାଖକୁ ଆସି ବସୁ, କିନ୍ତୁ ସେ କେବଳ ଜେଜେମାଙ୍କ କୋଠରୀରେ ଏକାକୀ ବସିବାକୁ ହିଁ ପସନ୍ଦ କରୁଥିଲା, ଯେପରି ସେଠାରେ ତାଙ୍କ ଉପସ୍ଥିତିର ଅନୁଭବ ହେଉଥାଏ। ଅନ୍ୟପଟେ ରାଜୀବ ମଧ୍ୟ ତାର ମାଙ୍କ ଅନୁପସ୍ଥିତିର ଦୁଃଖକୁ ଭୁଲିବା ପାଇଁ ନିଜକୁ କାମରେ ଆହୁରି ଅଧିକ ବୁଡ଼ାଇ ଦେଇଥିଲା। ସେ ନିଜ କାମରେ ଏତେ ବ୍ୟସ୍ତ ହୋଇଗଲା ଯେ ଦିନ ରାତିର ହିସାବ ହିଁ ରହୁନଥିଲା। ଗୋଟିଏ ମାସ ଯେପରି ଆଖି ପିଛୁଳାକେ ପାର ହୋଇଗଲା ଓ ତାକୁ ଏହାର ଅନୁଭବ ମଧ୍ୟ ହେଲା ନାହିଁ। ଅନେକ ଥର ତାର ମନରେ ଚିନ୍ତା ଆସିଥିଲା ଯେ ସେ ଋଷିକେଶ ଯାଇ ନିଜ ମାଙ୍କୁ ଘରକୁ ଫେରାଇ ଆଣିବ, କିନ୍ତୁ ପ୍ରତିଥର କୌଣସି ନା କୌଣସି କାମ ବା ଦାୟିତ୍ୱ ତାକୁ ଅଟକାଇ ଦେଉଥିଲା। ଏହିପରି ଦେଖାଦେଖି 3 ମାସ ପାର ହୋଇଗଲା। ଦିନେ ହଠାତ୍ ରାଜୀବର ଫୋନ୍ ବାଜି ଉଠିଲା। ଅନ୍ୟପଟେ ଏକ ଗମ୍ଭୀର ସ୍ୱର ଆସିଲା, ଆପଣ ମିଷ୍ଟର ରାଜୀବ କହୁଛନ୍ତି କି? ହଁ, ମୁଁ ରାଜୀବ କହୁଛି। ମିଷ୍ଟର ରାଜୀବ, ଆପଣଙ୍କର ମାତାଜୀ ଶ୍ରୀମତୀ ସୁରେଖାଙ୍କର ଗତ ରାତିରେ ହୃଦଘାତରେ ଦେହାନ୍ତ ହୋଇଯାଇଛି। ଆପଣ ତୁରନ୍ତ ଆଶ୍ରମକୁ ଆସନ୍ତୁ। ଏହି କଥା ଶୁଣି ରାଜୀବ ସ୍ତବ୍ଧ ହୋଇଗଲା। ହାତରୁ ମୋବାଇଲ ଖସି ତଳେ ପଡ଼ିଗଲା ଓ ରାଜୀବ ମୁଣ୍ଡ ଧରି ଧଡ଼ାମ କରି ଭୂମି ଉପରେ ବସିପଡ଼ିଲା। କାନ୍ଦି କାନ୍ଦି ସେ କହିବାକୁ ଲାଗିଲା, ମୁଁ କେତେ ନିଷ୍ଠୁର ଥିଲି ଯେ ନିଜ ମାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଆସିଥିଲି ଓ ତାଙ୍କୁ ଫେରାଇ ଆଣିବା ତ ଦୂର, ମୁଁ ତାଙ୍କୁ ଦେଖା କରିବା ପାଇଁ ମଧ୍ୟ ସମୟ ବାହାର କରିପାରିଲି ନାହିଁ। ମୁଁ ସେହି ମାଙ୍କୁ କିପରି ଭୁଲିଗଲି ଯିଏ ନିଜର ସମ୍ପୂର୍ଣ୍ଣ ଜୀବନ ମୋ ଉପରେ ଉତ୍ସର୍ଗ କରିଦେଇଥିଲେ, ଯାହାଙ୍କ କୋଳରେ ମୁଣ୍ଡ ରଖିଲେ ମୁଁ ସାରା ଦୁନିଆକୁ ଭୁଲି ଯାଉଥିଲି। ସାକ୍ଷାତ ଈଶ୍ୱରଙ୍କ ରୂପ ଥିଲେ ମୋ ମା। ଆଉ ଏପରି ପୂଜନୀୟ ମାଙ୍କ ଜୀବନର ଶେଷ ପର୍ଯ୍ୟାୟରେ ମୁଁ ତାଙ୍କ ସଙ୍ଗରେ ନଥିଲି। ମୁଁ ଏପରି ଅନର୍ଥ କିପରି କରି ବସିଲି? ରାଜୀବର ଆଖିରୁ ନିରନ୍ତର ଲୁହଧାରା ବହି ଚାଲିଥିଲା। ଠିକ୍ ସେହି ସମୟରେ ସୁମନ ମଧ୍ୟ ବଜାରରୁ ଫେରିଆସିଲା। ଦେଖିଲା ତ ରାଜୀବ ନିଢାଳ ହୋଇ ଭୂମିରେ ପଡ଼ି ଲଗାତାର ଲୁହ ଗଡ଼ାଇ ଚାଲିଛନ୍ତି। ସୁମନ ରାଜୀବଙ୍କୁ ଦେଖି ପଚାରିବାକୁ ଲାଗିଲା, କ'ଣ ହେଲା? ତୁମେ କାହିଁକି କାନ୍ଦୁଛ? ସୁମନକୁ ଦେଖି ରାଜୀବ ଜୋରରେ ଜୋରରେ ଚିତ୍କାର କରିବାକୁ ଲାଗିଲା, ସବୁ ତୁମ କାମ। ଏ ସବୁ କେବଳ ତୁମ କାରଣରୁ ହେଲା। କିନ୍ତୁ ମୁଁ କ'ଣ କଲି? କିଛି କୁହ ତ, କ'ଣ ହେଲା? ସୁମନ କହିଲା। ରାଜୀବ ଭରା ଗଳାରେ କହିଲା, ତୁମେ ମୋ ମାଙ୍କ ଠାରୁ ମୁକ୍ତି ଚାହୁଁଥିଲ ନା? ମା ତୁମକୁ ସବୁଦିନ ପାଇଁ ମୁକ୍ତି ଦେଇଦେଲେ। ମା ଏହି ଦୁନିଆ ଛାଡ଼ି ସବୁଦିନ ପାଇଁ ଚାଲିଗଲେ। ଏହା ଶୁଣି ସୁମନକୁ ଝଟକା ଲାଗିଲା। ଆଉ ଯେତେବେଳେ ଏହି କଥା ସୋନୁର କାନରେ ପଡ଼ିଲା, ସେ ମଧ୍ୟ ଜୋରରେ ଜୋରରେ କାନ୍ଦିବାକୁ ଲାଗିଲା। ସୁମନ ରାଜୀବଙ୍କ ଠାରୁ କ୍ଷମା ମାଗି ତାଙ୍କୁ ସାନ୍ତ୍ୱନା ଦେବାକୁ ଲାଗିଲା। ଆମକୁ ଶୀଘ୍ର ଋଷିକେଶ ପାଇଁ ବାହାରିବାକୁ ହେବ। କିନ୍ତୁ ବାହାରେ ପ୍ରବଳ ବର୍ଷା ହେଉଥିଲା। ଯେତେବେଳେ ବର୍ଷା କମିବ ଆମେ ବାହାରିଯିବା। କିନ୍ତୁ ବର୍ଷା ପ୍ରତି ମୁହୂର୍ତ୍ତରେ ଆହୁରି ତୀବ୍ର ହେବାକୁ ଲାଗିଲା। ରାଜୀବ ସମୟ ନଷ୍ଟ ନ କରି ଡ୍ରାଇଭରକୁ ଫୋନ୍ କଲା ଓ କହିଲା ଯେ ତାଙ୍କୁ ଯଥାଶୀଘ୍ର ଋଷିକେଶ ପହଞ୍ଚିବାକୁ ହେବ। କିନ୍ତୁ ଡ୍ରାଇଭର କହିଲା, ଋଷିକେଶ ଯିବା ରାସ୍ତାରେ ସମଗ୍ର ପଥରେ ପ୍ରବଳ ବର୍ଷା ହେଉଛି। ପାଣି ଜମିଯିବା କାରଣରୁ ସମ୍ପୂର୍ଣ୍ଣ ରାସ୍ତା ବନ୍ଦ ହୋଇଯାଇଛି। ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପରି ପରିସ୍ଥିତିରେ ଘରୁ ବାହାରିବା ଅର୍ଥ କୌଣସି ଅସୁବିଧାକୁ ଡାକି ଆଣିବା। ଆମକୁ କିଛି ସମୟ ପାଇଁ ବର୍ଷା କମିବାର ଅପେକ୍ଷା କରିବାକୁ ପଡ଼ିବ। ଇତ୍ୟବସରେ ବୃଦ୍ଧାଶ୍ରମରୁ ରାଜୀବଙ୍କ ପାଖକୁ ପୁଣି ଫୋନ୍ ଆସିଲା ଯେ ଯଦି ସେମାନେ ସକାଳ ସୁଦ୍ଧା ନ ପହଞ୍ଚନ୍ତି ତେବେ ଆଶ୍ରମର ଅଧିକାରୀମାନେ ନିଜେ ସୁରେଖାଜୀଙ୍କର ଅନ୍ତିମ ସଂସ୍କାର କରିଦେବେ। କିନ୍ତୁ ବର୍ଷା କମିବାର ନାଁ ହିଁ ନେଉନଥିଲା। ଦୁଃଖୀ ମନରେ ରାଜୀବ ବସି କେବଳ ଏହା ହିଁ ଭାବୁଥାଏ ଯେ କେତେବେଳେ ବର୍ଷା କମିବ ଆଉ ସେ କେବେ ଏଠାରୁ ଯିବ। ଆତ୍ମଗ୍ଲାନିରେ ଭରା ସେ କେବଳ ସେହି ସମୟକୁ ଅଭିଶାପ ଦେଉଥାଏ ଯେତେବେଳେ ସେ ନିଜ ମାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଆସିଥିଲା। ସାରା ରାତି ପାର ହୋଇଗଲା ଓ ସକାଳ ହୋଇଗଲା, କିନ୍ତୁ ଏ ଯାଏ ମୂଷଳଧାରା ବର୍ଷା ଥମି ନଥିଲା। ଯେତେବେଳେ ସକାଳ ସୁଦ୍ଧା ତାଙ୍କର ଯିବା ସମ୍ଭବ ହେଲା ନାହିଁ,
ଆଶ୍ରମରେ ତାଙ୍କ ମାଙ୍କ ଦାହ ସଂସ୍କାର କରାଗଲା ଓ ଏହି ଖବର ରାଜୀବକୁ ଦିଆଗଲା। 2 ଦିନ ପରେ ରାଜୀବ ନିଜ ପରିବାର ସହ ଆଶ୍ରମରେ ପହଞ୍ଚି ତାର ମାଙ୍କର ଅସ୍ଥି ଗଙ୍ଗାରେ ପ୍ରବାହିତ କରି କାନ୍ଦି କାନ୍ଦି ଖାଲି ହାତରେ ଫେରି ଆସିଲା। ଘରକୁ ଆସିବା ପରେ ରାଜୀବ ଓ ସୁମନ ବହୁତ ଦୁଃଖୀ ଥିଲେ। ରାଜୀବର କୌଣସି କାମରେ ମନ ଲାଗୁନଥିଲା, କିନ୍ତୁ ଏହି ଘଟଣା ସୋନୁକୁ ଯେପରି ଝଟକା ଦେଇଥିଲା। ତାର ଶୈଶବ ଯେପରି କୁଆଡ଼େ ହଜି ଯାଇଥିଲା। ତାର ମା ଯେଉଁ ଖାଦ୍ୟ ପ୍ରସ୍ତୁତ କରୁଥିଲା ସେ ତାହା ଖାଇ ଦେଉଥିଲା, ଯେଉଁଠି ବସିବାକୁ କହୁଥିଲା ସେଠାରେ ବସୁଥିଲା। ସେ ଚୁପଚାପ ହୋଇ ସମସ୍ତ କାମ କରିଚାଲୁଥିଲା, କିନ୍ତୁ ପଢ଼ିବାକୁ ତାର ମନ ହେଉନଥିଲା। ଯେତେବେଳେ ବି ପଢ଼ିବାକୁ ବସୁଥିଲା ତାର ଜେଜେମାଙ୍କ ସ୍ମୃତି ତାକୁ ଆହୁରି ଅଧିକ ଯନ୍ତ୍ରଣା ଦେଉଥିଲା। ବହି ଧରି ବସି ରହୁଥିଲା, କିନ୍ତୁ ଗୋଟିଏ ଅକ୍ଷର ମଧ୍ୟ ପଢ଼ି ପାରୁନଥିଲା। ଦିନେ ସୋନୁ ଯେତେବେଳେ ସ୍କୁଲରୁ ଘରକୁ ଫେରିଲା, ଆସି ସେଜ ଉପରେ ହାଲିଆ ହୋଇ ପଡ଼ିଗଲା। ସୁମନ ଚିନ୍ତିତ ହୋଇ ତାର ମୁଣ୍ଡ ଛୁଇଁ ଦେଖିଲା ତାର ଶରୀର ଯେପରି ନିଆଁ ପରି ଜଳୁଛି। ସେ ତୁରନ୍ତ ଥର୍ମୋମିଟର ଆଣି ତାର ଶରୀରର ତାପମାତ୍ରା ମାପିଲା। ଯେତେବେଳେ ଦେଖିଲା ଯେ ଜ୍ୱର 104 ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି, ସେ ସ୍ତବ୍ଧ ହୋଇଗଲା। ସେ ତୁରନ୍ତ ରାଜୀବଙ୍କୁ ଫୋନ କଲା ଓ ଦୁହେଁ ତରବରିଆ ହୋଇ ସୋନୁକୁ ନେଇ ନିକଟସ୍ଥ ଡାକ୍ତରଙ୍କ ପାଖକୁ ଦୌଡ଼ିଲେ। ଡାକ୍ତର କିଛି ଔଷଧ ଦେଲେ, କିଛି ପରୀକ୍ଷା କରାଇଲେ ଓ ଆରାମ କରିବାକୁ ପରାମର୍ଶ ଦେଲେ, କିନ୍ତୁ ଜ୍ୱର କମିବାର ନାଁ ହିଁ ନେଉନଥିଲା। ଦିନ ରାତି ଜ୍ୱର 103, 104 ଡିଗ୍ରୀ ଆଖପାଖରେ ରହୁଥିଲା। ସୋନୁ ନିଦରେ ମଧ୍ୟ ବାରମ୍ବାର ନିଜ ଜେଜେମାଙ୍କୁ ଡାକୁଥିଲା, ଜେଜେମା, ଜେଜେମା। ତାର ସ୍ୱରରେ ଏକ ଅଜଣା କଷ୍ଟ ଥିଲା। ପ୍ରାୟ ଗୋଟିଏ ସପ୍ତାହ ଔଷଧ ଖାଇବା ପରେ ମଧ୍ୟ ଯେତେବେଳେ ସୋନୁର ଅବସ୍ଥାରେ କୌଣସି ଉନ୍ନତି ହେଲା ନାହିଁ, ରାଜୀବ ଓ ସୁମନଙ୍କର ଭୟ ଆହୁରି ବଢ଼ିଗଲା। ଶେଷରେ ସେମାନେ ନିଷ୍ପତ୍ତି ନେଲେ ଯେ ତାକୁ ଏକ ମନୋଚିକିତ୍ସକଙ୍କୁ ଦେଖାଇବା ଉଚିତ। ସେଠାରେ ସୋନୁର ଅବସ୍ଥା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଦିନ ରାତି ନିଜ ସହିତ କଥା ହେଉଥାଏ, ଜେଜେମା, ଦୟାକରି ମୋ ପାଖକୁ ଫେରିଆସ। ଆମେ ପୁଣି ଏକାଠି ବସି ଟିଭି ଦେଖିବା। ତୁମେ ମୋ ସାଙ୍ଗରେ ରହିବ ନା? କୁଆଡ଼େ ଯିବ ନାହିଁ ଜେଜେମା। ତାର ଆଖିରେ କଷ୍ଟ, ତାର ସ୍ୱରରେ ଯନ୍ତ୍ରଣା ସ୍ପଷ୍ଟ ଦେଖାଯାଉଥିଲା। ମନୋଚିକିତ୍ସକ ସୋନୁର ଅବସ୍ଥାକୁ ଭଲ ଭାବେ ପରୀକ୍ଷା କଲେ ଓ ତାପରେ ଗମ୍ଭୀର ସ୍ୱରରେ ରାଜୀବ ଓ ସୁମନଙ୍କୁ ପଚାରିଲେ, କୁହନ୍ତୁ କ'ଣ ହେଲା? ସୋନୁର ଜେଜେମା କ'ଣ ଏବେ ତା ସାଙ୍ଗରେ ରହୁନାହାନ୍ତି କି? ମୋତେ ଲାଗୁଛି ଯେ ପିଲାଟିର ମନ ଉପରେ ବହୁତ ଗଭୀର ଆଘାତ ଲାଗିଛି। ରାଜୀବ ଜେଜେମାଙ୍କୁ ଋଷିକେଶରେ ଛାଡ଼ିବାରୁ ଆରମ୍ଭ କରି ଏଯାଏଁ ସମସ୍ତ ଘଟଣା ଡାକ୍ତରଙ୍କୁ କହିଲା ଓ ଜଣାଇଲା ଯେ ଯେତେବେଳେ ସୋନୁ ଜାଣିଲା ଯେ ତାର ଜେଜେମା ସବୁଦିନ ପାଇଁ ଚାଲିଗଲେ ଓ ଏବେ ତା ସହ ଦେଖା କରିବାକୁ କେବେ ଆସିପାରିବେ ନାହିଁ, ସେହି ଦିନଠାରୁ ତାର ଅବସ୍ଥା ଖରାପ ହେବାକୁ ଲାଗିଛି ଓ ଔଷଧ ଦେବା ସତ୍ତ୍ୱେ ତାର ଅବସ୍ଥାରେ କୌଣସି ଉନ୍ନତି ହେଉନାହିଁ। ତାପରେ ଡାକ୍ତର ଗମ୍ଭୀର ସ୍ୱରରେ କହିଲେ, ଦେଖନ୍ତୁ, ମୁଁ ବୁଝୁଛି ଯେ ଏହା ଆପଣମାନଙ୍କ ପାଇଁ ସହଜ ହେବ ନାହିଁ, କିନ୍ତୁ ସୋନୁର ଏହି ମାନସିକ ଅବସ୍ଥାରୁ ମୁକ୍ତି ପାଇବାର ଏକମାତ୍ର ଉପାୟ ହେଉଛି ଯେ ଆପଣଙ୍କୁ ଏପରି ଜଣେ ବୟସ୍କା ମହିଳାଙ୍କୁ ଖୋଜିବାକୁ ହେବ ଯେ ସୋନୁର ଜେଜେମାଙ୍କ ଭୂମିକା ଅଭିନୟ କରିପାରିବ। ତାଙ୍କୁ ଆପଣଙ୍କ ଘରେ କିଛି ସମୟ ପାଇଁ ରଖିବାକୁ ହେବ, ଅତି କମରେ ସେତେବେଳେ ପର୍ଯ୍ୟନ୍ତ ଯେତେବେଳେ ପର୍ଯ୍ୟନ୍ତ ସୋନୁ ସମ୍ପୂର୍ଣ୍ଣ ସୁସ୍ଥ ନ ହୁଏ। ଡାକ୍ତରଙ୍କ ଏହି ପରାମର୍ଶ ରାଜୀବ ଓ ସୁମନଙ୍କୁ ଆଶ୍ଚର୍ଯ୍ୟରେ ପକାଇ ଦେଇଥିଲା। ଦୁହେଁ ପରସ୍ପରକୁ ଦେଖିବାକୁ ଲାଗିଲେ। ଏହି ପରାମର୍ଶ ସେମାନଙ୍କୁ କିଛି ଅଜଣା ଓ ଅବ୍ୟବହାରିକ ଲାଗିଲା, କିନ୍ତୁ ନିଜର ଏକମାତ୍ର ପୁଅର ସ୍ୱାସ୍ଥ୍ୟ ଓ ଖୁସି ପାଇଁ ସେମାନେ ଯେକୌଣସି କାମ କରିବାକୁ ପ୍ରସ୍ତୁତ ଥିଲେ। ସେମାନେ ମନେ ମନେ ନିଷ୍ପତ୍ତି ନେଇଥିଲେ ଯେ ସୋନୁ ପାଇଁ ସେମାନେ ସବୁ କିଛି କରିବେ। ପରବର୍ତ୍ତୀ କିଛି ଦିନ ମଧ୍ୟରେ ସେମାନେ ନିଜ ସମ୍ପର୍କୀୟ, ପଡ଼ୋଶୀ ଓ ପରିଚିତମାନଙ୍କ ସହ ଯୋଗାଯୋଗ କରି ଏପରି ଜଣେ ବୟସ୍କା ମହିଳାଙ୍କୁ ଖୋଜିବା ଆରମ୍ଭ କଲେ ଯେ ସୋନୁର ଜେଜେମାଙ୍କ ପରି ତାର ସାଙ୍ଗରେ ରହିପାରିବ। କିନ୍ତୁ ଅନେକ ଚେଷ୍ଟା ପରେ ମଧ୍ୟ ସେମାନଙ୍କୁ ଏପରି କୌଣସି ମହିଳା ମିଳିଲେ ନାହିଁ ଯିଏ ଏହି ଭୂମିକା କରିବାକୁ ପ୍ରସ୍ତୁତ ଓ ସୋନୁ ସହ ତାର ଜେଜେମାଙ୍କ ପରି ପ୍ରେମପୂର୍ଣ୍ଣ ସମ୍ପର୍କ ଗଢ଼ିପାରିବ। ହତାଶ ଓ ବିଚଳିତ ହୋଇ ଦିନେ ସୁମନ ରାଜୀବଙ୍କୁ କହିଲା, ଆମେ ଏତେ ଚେଷ୍ଟା କଲେ କିନ୍ତୁ କୌଣସି ଉପଯୁକ୍ତ ମହିଳା ମିଳୁନାହାନ୍ତି। କାହିଁକି ନା ଆମେ କୌଣସି ବୃଦ୍ଧାଶ୍ରମ ସହ ଯୋଗାଯୋଗ କରିବା। ବୋଧହୁଏ ସେଠାରୁ ଆମେ ଏପରି ଜଣେ ବୟସ୍କା ମହିଳା ପାଇଯିବା ଯିଏ ସୋନୁର ଜେଜେମାଙ୍କ ପରି ତାର ଯତ୍ନ ନେଇପାରିବ ଓ ତାକୁ ଏହି ଦୁଃଖରୁ ବାହାର କରିପାରିବ। ବିଧିର ବିଧାନ ଦେଖନ୍ତୁ। ଯେଉଁ ସୁମନ ସୋନୁର ସତ ଜେଜେମାଙ୍କୁ ଭାର ମନେକରି ବୃଦ୍ଧାଶ୍ରମରେ ଛାଡ଼ି ଆସିଥିଲା, ଆଜି ସେହି ସୁମନ ନିଜ ପୁଅର ଜୀବନ ପାଇଁ ଅନ୍ୟ ଜଣେ ମହିଳାଙ୍କୁ ବୃଦ୍ଧାଶ୍ରମରୁ ଆଣିବାକୁ ପ୍ରସ୍ତୁତ ହୋଇଗଲା। ଡାକ୍ତରଙ୍କ ସହାୟତାରେ ରାଜୀବ ଦିଲ୍ଲୀରେ ଏକ ବୃଦ୍ଧାଶ୍ରମର ସଞ୍ଚାଳକମାନଙ୍କ ସହ କଥାବାର୍ତ୍ତା କଲା। ସେମାନେ ଜଣାଇଲେ ଯେ କିଛି ଦିନ ତଳେ ଜଣେ ବୟସ୍କା ମହିଳା ତାଙ୍କ ଆଶ୍ରମକୁ ଆସିଛନ୍ତି, ଯାହାର କେହି ସମ୍ପର୍କୀୟ ଦେଖା କରିବାକୁ ଆସୁନାହାନ୍ତି। କିଛି ସମୟ ପୂର୍ବେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା, ଯେଉଁ କାରଣରୁ ତାଙ୍କର ସ୍ମୃତିଶକ୍ତି ଚାଲିଯାଇଛି।
ସେ ଏକାକୀ ଅଛନ୍ତି। ଯଦି ଆପଣ ତାଙ୍କୁ ଘରେ ରଖନ୍ତି ତେବେ ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ। ସେ ବହୁତ ହସ ଖୁସି ସ୍ୱଭାବର ଅଟନ୍ତି। ରାଜୀବ ଡାକ୍ତର ସାହେବଙ୍କ ସହ ରାଧାଜୀଙ୍କୁ ଦେଖା କରିବାକୁ ଗଲା, ଯିଏ ଜେଜେମା ହେବାକୁ ଯାଉଛନ୍ତି। ଯେତେବେଳେ ସେ ତାଙ୍କୁ ସାମ୍ନାରେ ଦେଖିଲା, ସେ ଭାବିବାକୁ ଲାଗିଲା ଯେ ସୋନୁ କିପରି ମାନିବ ଯେ ଏହା ମୋ ଜେଜେମା। କାରଣ ଏହି ବୟସ୍କା ମହିଳା ତ ବହୁତ ମୋଟା, ତାଙ୍କ ମୁଣ୍ଡର କେଶ ମଧ୍ୟ ଛୋଟ ଓ ସେ ଚଷମା ପିନ୍ଧନ୍ତି। ତାଙ୍କ ମୁହଁରେ କିଛି ଆଘାତର ଚିହ୍ନ ଥିଲା। ସେଠାରୁ ଫେରିବା ପରେ ରାଜୀବ ଡାକ୍ତରଙ୍କୁ କହିଲା, ମୋ ମାଙ୍କ କେଶ ବହୁତ ଲମ୍ବା ଥିଲା। ସେ ବହୁତ ପତଳା ଥିଲେ ଓ ଚଷମା ପିନ୍ଧୁନଥିଲେ। ଜାଣିନାହିଁ ସୋନୁ ତାଙ୍କୁ ନିଜ ଜେଜେମା ଭାବରେ ଗ୍ରହଣ କରିବ କି ନାହିଁ। ଡାକ୍ତର ସାହେବ କହିଲେ, ଆପଣ ଏସବୁ ମୋ ଉପରେ ଛାଡ଼ି ଦିଅନ୍ତୁ। ଡାକ୍ତର ସାହେବ ରାଧାଜୀଙ୍କୁ ନିଜ ପାଖରେ ବସାଇ ସୋନୁ ସହ ତାଙ୍କର ପରିଚୟ କରାଇଲେ। ସୋନୁ ପଚାରିଲା, ତମେ ତ ଭଗବାନଙ୍କ ପାଖକୁ ଚାଲି ଯାଇଥିଲ ନା, ତେବେ ତମେ କିପରି ଫେରି ଆସିଲ? ଆଉ ତମେ ଏତେ ମୋଟା କିପରି ହେଲ? ତମର କେଶ କୁଆଡ଼େ ଗଲା? ଡାକ୍ତର କହିଲେ, ସୋନୁ, ତୁମେ ଅସୁସ୍ଥ ହୋଇପଡ଼ିଥିଲ ନା, ତେଣୁ ଭଗବାନ ତାଙ୍କୁ ତୁମ ପାଇଁ ପୁଣି ଫେରାଇ ଦେଇଛନ୍ତି। ଏହି ଆଶ୍ରମରେ ସେ ନିଜର ବହୁତ ଯତ୍ନ ନେଇଛନ୍ତି। ଖୁବ୍ ବ୍ୟାୟାମ କଲେ ଓ ତାଙ୍କ ସ୍ୱାସ୍ଥ୍ୟ ଭଲ ହୋଇଗଲା। ତାଙ୍କ ସାଙ୍ଗରେ ରହି ତୁମେ ମଧ୍ୟ ତାଙ୍କ ପରି ସୁସ୍ଥ ହୋଇଯିବ। ଏହା ଶୁଣି ସୋନୁ ବହୁତ ଖୁସି ହେଲା ଓ ଜେଜେମାଙ୍କୁ ଜାବୁଡ଼ି ଧରିଲା। ତାପରେ ନିଜ ମାଙ୍କୁ କହିଲା, ମମି, ମୋତେ ବହୁତ ଭୋକ ଲାଗୁଛି, ଘରକୁ ଚାଲ। ଆଜି ମୁଁ ଆଉ ଜେଜେମା ଏକାଠି ଖାଇବୁ ଆଉ କାର୍ଟୁନ ଦେଖିବୁ। ତାର କଥା ଶୁଣି ସୁମନ ମନେ ମନେ ବହୁତ ଖୁସି ହେଲା। ଆଜି ବହୁତ ଦିନ ପରେ ସୋନୁର ମୁହଁରେ ହସ ଫୁଟିଥିଲା, କିନ୍ତୁ ତାର ଅନ୍ତରାତ୍ମା ତାକୁ ଧିକ୍କାରୁଥିଲା ଯେ କାଶ ସେ ନିଜ ଶାଶୁଙ୍କ ସହ ଦୁର୍ବ୍ୟବହାର କରିନଥାନ୍ତା, ତେବେ ଆଜି ତାକୁ ଏହି ଦିନ ଦେଖିବାକୁ ପଡ଼ିନଥାନ୍ତା। ରାଧାଜୀ ସେହି ଘରେ ରହିଲେ ଓ ସୋନୁ ମଧ୍ୟ ତାଙ୍କ ସହ ବହୁତ ଶୀଘ୍ର ମିଶିଗଲା। ସବୁକିଛି ପୂର୍ବ ପରି ହେବାକୁ ଲାଗିଲା। କିନ୍ତୁ ସୁମନ ଏବେ ଆଗ ପରି ନଥିଲା। ସେ ନା ଜେଜେମାଙ୍କୁ କୌଣସି କଟୁ କଥା କହୁଥିଲା, ନା ତାଙ୍କୁ ବୋଝ ପରି ମନେ କରୁଥିଲା, ବରଂ ତାଙ୍କର ପୁରା ଯତ୍ନ ନେଉଥିଲା। କିନ୍ତୁ ସୋନୁ ନିଜ ଜେଜେମାଙ୍କଠାରେ ଏକ ପରିବର୍ତ୍ତନ ଦେଖିଲା। ସେ ଭାବିବାକୁ ଲାଗିଲା ଯେ ତାର ଜେଜେମା ତାକୁ ହିନ୍ଦୀ ବିଷୟ ପଢ଼ାଉଥିଲେ, କିନ୍ତୁ ଏବେ କାହିଁକି ପଢ଼ାଉନାହାନ୍ତି? ସେ କ'ଣ ସବୁକିଛି ଭୁଲିଗଲେ କି? ରାଜୀବ ତାକୁ ବୁଝାଇଲା, ଏବେ ଜେଜେମାଙ୍କୁ ଆଗଠାରୁ ଅଧିକ ବୟସ ହୋଇଗଲାଣି ଓ ଏହି ବୟସରେ ସ୍ମୃତିଶକ୍ତି ଦୁର୍ବଳ ହୋଇଯାଏ, ତେଣୁ ସେ ତୁମକୁ ପଢ଼ାଇ ପାରୁନାହାନ୍ତି। ତାପରେ ସୋନୁ କହିଲା, କିଛି ଅସୁବିଧା ନାହିଁ ବାପା, ତଥାପି ମୁଁ ବହୁତ ଖୁସି ଅଛି। ଏବେ ମମି ମଧ୍ୟ ଜେଜେମାଙ୍କ ଉପରେ ବିରକ୍ତି ହେଉନାହାନ୍ତି। ରାଜୀବର ମନରେ ଏକ ବଡ଼ ଦୁଃଖ ଥିଲା ଯେ କାଶ ଏପରି ପରିବେଶ ମୋ ମାଙ୍କ ସମୟରେ ମଧ୍ୟ ହୋଇଥାନ୍ତା କି? କାଶ ତାଙ୍କୁ ମଧ୍ୟ ଏପରି ସୁଖମୟ ଜୀବନ ମିଳିଥାନ୍ତା କି? ତାର ମାଙ୍କ ସ୍ମୃତି ତାକୁ ବାରମ୍ବାର କଷ୍ଟ ଦେଉଥିଲା ଓ ତାର ମନ ଅନୁତାପରେ ଭରି ଉଠୁଥିଲା। କେତେବେଳେ ଏକାକୀ ଦୁଃଖରେ ଭାବ ବିହ୍ୱଳ ହୋଇ ତାର ଆଖିରୁ ଲୁହ ଉଛୁଳି ଉଠୁଥିଲା। ଆଜି ରାଜୀବ ସକାଳୁ ଉଠି ନିଜ ମାଙ୍କୁ ମନେ ପକାଇ ବହୁତ ଦୁଃଖୀ ହୋଇଗଲା। ଠିକ୍ ସେହି ସମୟରେ ସୋନୁ ହସଭରା ମୁହଁ ନେଇ ତା ସାମ୍ନାକୁ ଆସି ପଚାରିଲା, କ'ଣ ବାପା, ତମେ କାନ୍ଦୁଛ? ଏବେ ତ ଜେଜେମା ମଧ୍ୟ ଆମ ପାଖରେ ଅଛନ୍ତି। ବାପା, ତୁମ ଦୁଃଖ ଦୂର କରିବା ପାଇଁ ମୋ ପାଖରେ ଗୋଟିଏ ବହୁତ ଭଲ ଆଇଡିଆ ଅଛି। ଆଜି ତମେ ଅଫିସ ଯିବ ନାହିଁ, ଆମେ ସମସ୍ତେ ସପିଂକୁ ଯିବା। ମୋର ଓ ଜେଜେମାଙ୍କର ମନପସନ୍ଦ ଜିନିଷ କିଣି ଆଣିବା ଓ ସନ୍ଧ୍ୟାରେ ଆମେ ସମସ୍ତେ ପାର୍କକୁ ଯିବା। କିଛି ସମୟ ଭାବି ରାଜୀବ କହିଲା, ଠିକ୍ ଅଛି, ଆଜି ତୋ କଥା ମାନି ନେଉଛି। ଏତିକି ଶୁଣି ସୋନୁ ଖୁସିରେ ଡେଇଁ ପଡ଼ିଲା। ସମସ୍ତେ ଶୀଘ୍ର ପ୍ରସ୍ତୁତ ହୋଇ ସପିଂ ପାଇଁ ବାହାରିଗଲେ। ସମସ୍ତଙ୍କ ହୃଦୟ ଉତ୍ସାହ ଓ ପ୍ରସନ୍ନତାରେ ଭରି ଯାଇଥିଲା। ସପିଂ ପରେ ସେମାନେ ହୋଟେଲରେ ଖାଇଲେ ଓ ସନ୍ଧ୍ୟାରେ ପାର୍କରେ ଖୁବ୍ ମଜା କଲେ। ଯେତେବେଳେ ଘରକୁ ଫେରିବା ସମୟ ହେଲା, ସମସ୍ତେ ଗାଡ଼ିରେ ବସିବାକୁ ଲାଗିଲେ। ରାଜୀବ ଓ ସୁମନ ଗାଡ଼ିରେ ବସି ସାରିଥିଲେ ଆଉ ଜେଜେମା ଗାଡ଼ିର କବାଟ ଖୋଲିବାକୁ ଯାଉଥିବା ବେଳେ ସୋନୁ ଦେଖିଲା ଯେ ରାସ୍ତାର ଅନ୍ୟ ପାର୍ଶ୍ୱରେ ଏକ ଆଇସ୍କ୍ରିମ ଦୋକାନ ଅଛି। ସେ ନିଜ ଜେଜେମାଙ୍କୁ କହିଲା, ଜେଜେମା, ଆଇସ୍କ୍ରିମ ଖାଇବାକୁ ମନେ ହେଉଛି, ଚାଲ ଆଇସ୍କ୍ରିମ ଖାଇବାକୁ ଯିବା। ଏହା କହି ସେ ତାଙ୍କ ହାତ ଧରି ଜୋରରେ ଦୌଡ଼ିବାକୁ ଲାଗିଲା। ଜେଜେମା ଦେଖିଲେ ଯେ ସାମ୍ନାରୁ ଏକ ଗାଡ଼ି ତୀବ୍ର ଗତିରେ ମାଡ଼ି ଆସୁଛି। ସୋନୁକୁ ବଞ୍ଚାଇବା ଉଦ୍ଦେଶ୍ୟରେ ସେ ତାର ହାତକୁ ଜୋରରେ ପଛକୁ ଟାଣିଦେଲେ। ସୋନୁ ତ ଗାଡ଼ିରୁ ବଞ୍ଚିଗଲା, କିନ୍ତୁ ଜେଜେମାଙ୍କୁ ଜୋରରେ ଧକ୍କା ଲାଗିଲା। ସେ କିଛି ଦୂର ଯାଇ ପଡ଼ିଗଲେ ଓ ତାଙ୍କ ମୁଣ୍ଡରୁ ରକ୍ତର ଧାରା ବହିବାକୁ ଲାଗିଲା। ସୁମନ ଓ ରାଜୀବ ଏକଦମ ଛାନିଆ ହୋଇଗଲେ। କ୍ଷଣ ମାତ୍ର ବିଳମ୍ବ ନ କରି ସେମାନେ ତାଙ୍କୁ ନେଇ ନିକଟସ୍ଥ ହସ୍ପିଟାଲରେ ପହଞ୍ଚିଲେ। ସେମାନେ ବୃଦ୍ଧାଶ୍ରମର ସଞ୍ଚାଳକଙ୍କୁ ମଧ୍ୟ ଶୀଘ୍ର ହସ୍ପିଟାଲ ଆସିବାକୁ କହିଲେ। ଡାକ୍ତର ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କଲେ ଓ ଜଣାଇଲେ ଯେ ତାଙ୍କ ମୁଣ୍ଡରେ ଅଧିକ ଆଘାତ ଲାଗିଛି। କିଛି ସମୟ ପରେ ବୃଦ୍ଧାଶ୍ରମର ସଞ୍ଚାଳକ ମଧ୍ୟ ହସ୍ପିଟାଲରେ ପହଞ୍ଚିଗଲେ। ରାଜୀବ ଓ ସୁମନ ଚିନ୍ତିତ ହୋଇ ସୁରେଖାଜୀଙ୍କ ଶଯ୍ୟା ପାଖରେ ଠିଆ ହୋଇଥିଲେ।
ତାପରେ ରାଜୀବ ଦେଖିଲା ଯେ ତାଙ୍କ ଓଠ ଧୀରେ ଧୀରେ ଥରିବାକୁ ଲାଗିଲା। ହଠାତ୍ ତାଙ୍କ ଦୁର୍ବଳ ଓ ରୁଦ୍ଧ ଗଳାରୁ ଏକ ସ୍ୱର ବାହାରିଲା, ରାଜୁ, ରାଜୁ। ଏହା ଶୁଣି ରାଜୀବର କାନକୁ ଯେପରି ବିଶ୍ୱାସ ହେଲା ନାହିଁ। ରାଜୁ, ଏହା ସେହି ନାମ ଥିଲା ଯାହାକୁ ତାର ମା ଛୋଟ ଥିବାବେଳେ କେବଳ ପ୍ରେମରେ ଡାକୁଥିଲେ। ରାଜୀବ ଆଶ୍ଚର୍ଯ୍ୟ ହୋଇଗଲା ଆଉ କହିଲା, ଏହି ନାମରେ ତ ମୋତେ ମୋ ମା ଡାକୁଥିଲେ। ବୃଦ୍ଧାଶ୍ରମର ସଞ୍ଚାଳକ ମଧ୍ୟ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। କିଛି ସମୟ ପରେ ସେ ସମସ୍ତ ଘଟଣା ବୁଝିଗଲେ ଓ କହିଲେ, କିଛି ସମୟ ପୂର୍ବେ ଏହି ମାତାଜୀଙ୍କର ଏକ ଦୁର୍ଘଟଣା ହୋଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ଯେଉଁ କାରଣରୁ ତାଙ୍କର ସ୍ମୃତି ଶକ୍ତି ଚାଲିଯାଇଥିଲା। ମୋତେ ଲାଗୁଛି ପୁଣି ସେହି ଜାଗାରେ ଆଘାତ ଲାଗିବା କାରଣରୁ ତାଙ୍କର ସ୍ମୃତି ଫେରିଆସିଛି। କିଛି ସମୟ ପରେ ସୁରେଖାଜୀଙ୍କୁ ଧୀରେ ଧୀରେ ଚେତା ଆସିବାକୁ ଲାଗିଲା। ଯେତେବେଳେ ସେ ନିଜ ଆଖି ଖୋଲିଲେ ତାଙ୍କ ମୁହଁରେ ଏକ ହାଲକା ହସ ଫୁଟି ଉଠିଲା। ସେ ନିଜ ଆଖପାଖରେ ଠିଆ ହୋଇଥିବା ସମସ୍ତ ଚେହେରାକୁ ଗୋଟି ଗୋଟି କରି ଦେଖିଲେ ଓ ତୁରନ୍ତ ଚିହ୍ନିଲେ। ଯେତେବେଳେ ତାଙ୍କ ନଜର ରାଜୀବ ଉପରେ ପଡ଼ିଲା, ତାଙ୍କ ଆଖି ଲୁହରେ ଛଳଛଳ ହୋଇ ଉଠିଲା, ଯେପରି ତାଙ୍କ ଭିତରେ ବର୍ଷ ବର୍ଷର ଯନ୍ତ୍ରଣା ଓ ପ୍ରେମ ଏକାଠି ଉଛୁଳି ଉଠିଥିଲା। ରାଜୀବ ନିଜକୁ ଆଉ ଅଟକାଇ ପାରିଲା ନାହିଁ। ସେ ତୁରନ୍ତ ନିଜ ମାଙ୍କ ପାଖକୁ ପହଞ୍ଚି ତାଙ୍କୁ ଜାବୁଡ଼ି ଧରି ଜୋରରେ କାନ୍ଦିବାକୁ ଲାଗିଲା। ମା, ଏବେ ଆମେ କେବେ ବି ଅଲଗା ହେବା ନାହିଁ। ମୃତ୍ୟୁ ମଧ୍ୟ ଆମର ପ୍ରେମ ଆଗରେ ହାରିଗଲା ମା। କାରଣ ଯେଉଁ ବ୍ୟକ୍ତିର ଦାହ ସଂସ୍କାର ହୋଇସାରିଛି, ସେହି ବ୍ୟକ୍ତି ଯଦି ସାକ୍ଷାତ ଜୀବନ୍ତ ହୋଇ ସାମ୍ନାରେ ଛିଡ଼ା ହୁଏ, ତେବେ ଏହାଠାରୁ ବଡ଼ ଆଶ୍ଚର୍ଯ୍ୟ ଏହି ସଂସାରରେ ଆଉ କ'ଣ ହୋଇପାରେ। ନିଜ ପୁଅ ସୋନୁକୁ ଦେଖି ରାଜୀବ କହିଲା, ପୁଅ, ତୋ ଜେଜେମା ଏବେ ବିଲକୁଲ ଠିକ୍ ଅଛନ୍ତି। ଏହା ଶୁଣି ସୋନୁ ଖୁସିରେ ଡେଇଁ ପଡ଼ି କହିଲା, ସରି ଜେଜେମା, ମୋ କାରଣରୁ ଆପଣଙ୍କୁ ଏତେ ସାରା ଆଘାତ ଲାଗିଲା। ମୁଁ ଆଗକୁ ଏପରି କେବେ କରିବି ନାହିଁ। ଏତିକି କହି ସୋନୁ ନିଜ ଜେଜେମାଙ୍କୁ ଜାବୁଡ଼ି ଧରିଲା। ସୁମନ ମଧ୍ୟ କାନ୍ଦି କାନ୍ଦି ନିଜ ଶାଶୁଙ୍କ ନିକଟରେ ତାର ଦୁର୍ବ୍ୟବହାର ପାଇଁ କ୍ଷମା ମାଗିଲା। ଏହି କରୁଣ ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ସମସ୍ତଙ୍କ ମନ ଭରି ଉଠିଲା। ପୁରା ପରିବାରର ଖୁସିର ସୀମା ନଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ଆଶ୍ରମ ଲୋକଙ୍କ ଦ୍ୱାରା ଏତେ ବଡ଼ ଭୁଲ କିପରି ହେଲା। ଏହା ଜାଣିବା ପାଇଁ ରାଜୀବ ଋଷିକେଶର ଆଶ୍ରମକୁ ଫୋନ୍ କଲା ଓ ପୁରା ଘଟଣା କହି ଭୁଲଟି କେଉଁଠି ହେଲା ତାର ସୂଚନା ମାଗିଲା। ସଞ୍ଚାଳକ ତଦନ୍ତ ପାଇଁ ଗୋଟିଏ ଦିନର ସମୟ ମାଗିଲେ ଓ ପରଦିନ ବୃଦ୍ଧାଶ୍ରମର ସଞ୍ଚାଳକ ଆସି ଯାହା କହିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା। ପ୍ରକୃତରେ ଆଶ୍ରମରେ ସୁରେଖା ନାମରେ 2 ଜଣ ମହିଳା ଥିଲେ। ମୃତ୍ୟୁ ସୁରେଖା ମିଶ୍ରଙ୍କର ହୋଇଥିଲା। ସଂଯୋଗର କଥା, ଯେଉଁଦିନ ସୁରେଖା ମିଶ୍ରଙ୍କର ମୃତ୍ୟୁ ହେଲା, ସେହିଦିନ ହିଁ ଆପଣଙ୍କର ମା ଅର୍ଥାତ୍ ସୁରେଖା ଶର୍ମାଙ୍କର ପାଦ ଖସିଯିବା କାରଣରୁ ମୁଣ୍ଡରେ ଆଘାତ ଲାଗିଥିଲା। ଯେହେତୁ ଆଘାତଟି ଗଭୀର ଥିଲା, ତେଣୁ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀର ହସ୍ପିଟାଲକୁ ପଠାଯାଇଥିଲା ଓ ଚିକିତ୍ସା ପରେ ତାଙ୍କୁ ସେହି ସ୍ଥାନର ବୃଦ୍ଧାଶ୍ରମରେ ରଖାଯାଇଥିଲା। ସୁରେଖା ମିଶ୍ରଙ୍କର କୌଣସି ସମ୍ପର୍କୀୟ ନଥିଲେ ଓ ଆଶ୍ରମର ମୁଖ୍ୟ ଦେଖାଶୁଣା କରୁଥିବା ମିଶ୍ରାଜୀଙ୍କର ବଦଳି ହୋଇଯାଇଥିଲା। ତାଙ୍କ ସ୍ଥାନରେ ଯେଉଁ ନୂଆ ବ୍ୟକ୍ତି ଆସିଥିଲେ, ତାଙ୍କର ଅନଭିଜ୍ଞତା କାରଣରୁ ରେଜିଷ୍ଟରରେ ନାମ ସହ ଦିଆଯାଇଥିବା ବିବରଣୀ ଉପରେ ଧ୍ୟାନ ନ ଦେବା ଫଳରେ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା। ଦିଲ୍ଲୀର ବୃଦ୍ଧାଶ୍ରମରେ ଆପଣଙ୍କର ମାତାଜୀ ରାଧାଜୀ ନାମରେ ହିଁ ପରିଚିତ ହୋଇଥିଲେ। କାରଣ ଆଖି ଖୋଲିବା ପରେ ସେ ସର୍ବଦା ରାଧେ ରାଧେ କହୁଥିଲେ। ସୁସ୍ଥ ହେବା ପରେ ସ୍ମୃତି ଦୋଷ ଓ ଅଧିକ ଖୁସିରେ ବଞ୍ଚିବା କାରଣରୁ ତାଙ୍କ ଶରୀର ମୋଟା ହୋଇଗଲା। ମୁହଁରେ ଆଘାତ ଲାଗିଥିବା କାରଣରୁ ମୁହଁରେ ଚିହ୍ନ ପଡ଼ିଗଲା ଓ ମୁଣ୍ଡରେ ଆଘାତ କାରଣରୁ ତାଙ୍କ କେଶ ମଧ୍ୟ ଛୋଟ କରାଯାଇଥିଲା। ଦୃଷ୍ଟି ଦୁର୍ବଳ ହେବା କାରଣରୁ ଆଖିରେ ଚଷମା ଲାଗିଯାଇଥିଲା। ଭଗବାନଙ୍କର ଏହି ଚମତ୍କାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରାଜୀବ ଓ ସୁମନ ସ୍ୱପ୍ନରେ ମଧ୍ୟ କଳ୍ପନା କରିନଥିଲେ ଯେ ଯେଉଁ ମାଙ୍କର ସେମାନେ ଅସ୍ଥି ବିସର୍ଜନ କରି ଆସିଥିଲେ, ସେ ତାଙ୍କୁ ଜୀବନ୍ତ ମିଳିବେ। କିନ୍ତୁ ଏବେ ତାଙ୍କ ଅନୁପସ୍ଥିତିରେ ତାଙ୍କ ପରିବାରରେ ଗୋଟିଏ ମାର ଗୁରୁତ୍ୱ ସମସ୍ତେ ଭଲ ଭାବେ ବୁଝିପାରିଥିଲେ। ଅନ୍ୟପଟେ ସୁମନ ଏହା ଭାବି ଭାବି ଲଜ୍ଜାରେ ବୁଡ଼ି ଯାଉଥିଲା ଯେ ଯେଉଁ ମାଙ୍କୁ ସେ ଭାର ମନେକରି ବୃଦ୍ଧାଶ୍ରମରେ ଛାଡ଼ି ଆସିଥିଲା, ଆଜି ସେହି ମା ତାର ପୁଅକୁ ଜୀବନ ଦାନ ଦେଇଥିଲେ। ରାଜୀବ ଓ ସୁମନ ଦୁହେଁ ମନେ ମନେ ଏହି ଘଟଣା ପାଇଁ ନିଜକୁ ଦୋଷୀ ମନେ କରୁଥିଲେ। କିନ୍ତୁ ଅନ୍ୟପଟେ ସେମାନଙ୍କ ମନରେ ଖୁସି ଥିଲା ଯେ ଆଜି ଜେଜେମାଙ୍କ କାରଣରୁ ହିଁ ତାଙ୍କ ପୁଅ ସୋନୁ ସେମାନଙ୍କ ସାମ୍ନାରେ ସୁରକ୍ଷିତ ଭାବେ ଠିଆ ହୋଇଛି। ଆଜି ସତରେ ଜେଜେମା ଓ ସୋନୁ ଦୁହିଁଙ୍କର ପୁନର୍ଜନ୍ମ ହୋଇଥିଲା। ରକ୍ତର ସମ୍ପର୍କ କେତେ ସୁଦୃଢ଼ ଓ ମଜବୁତ ହୋଇଥାଏ, ଆଜି ଏହି ଘଟଣା ତାହା ପ୍ରମାଣ କରିଥିଲା। ତେବେ ଦର୍ଶକ ବନ୍ଧୁ, ଆପଣଙ୍କୁ ଏହି କାହାଣୀ କିପରି ଲାଗିଲା, ଲାଇକ୍ ଓ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଆଉ ଏହା ମଧ୍ୟ କୁହନ୍ତୁ ଯେ ଆପଣ କାହାଣୀଗୁଡ଼ିକୁ ଭାରତର କେଉଁ ସହରରୁ ଶୁଣୁଛନ୍ତି। ଯଦି କାହାଣୀ ପସନ୍ଦ ଆସିଥାଏ, ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା
ଓ ଭିଡ଼ିଓକୁ ସେୟାର କରିବା ବିଲକୁଲ ଭୁଲନ୍ତୁ ନାହିଁ। ହୋଇପାରେ ଆପଣଙ୍କର ଏକ ସେୟାର ଅନ୍ୟ କୌଣସି ପୁଅ ବା ବୋହୂକୁ ନିଜ ମାଙ୍କ ମମତାର ସମ୍ମାନ କରିବାକୁ ପ୍ରେରଣା ଦେବ।